ବୋଉ ବୁଟୁ ଭୂତ ହେଉଛି 12 ଜୁନ୍ 2025ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଟି ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏବଂ ଏଥିରେ ବାବୁସାନ ମହାନ୍ତି, ଅର୍ଚ୍ଚିତା ସାହୁ, ଅପରାଜିତା ମହାନ୍ତି ଏବଂ ଅନୁଗୁଲିଆ ବଣ୍ଟି ମୁଖ୍ୟ ଚରିତ୍ର ଭାବରେ ଅଭିନୟ କରିଛନ୍ତି। ଏହି ଟିଜରଟି ବାବୁସାନ ଫିଲ୍ମସ୍ ଏବଂ ସିଦ୍ଧାର୍ଥ ମ୍ୟୁଜିକ୍ର ଅଫିସିଆଲ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ମାଧ୍ୟମରେ ଉନ୍ମୋଚିତ ହୋଇଥିଲା, ଯାହା ପ୍ରଶଂସକ ଏବଂ ଚଳଚ୍ଚିତ୍ର ପ୍ରେମୀଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଥିଲା। ଏହି ଚଳଚ୍ଚିତ୍ରଟି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର କିଛି ପ୍ରସିଦ୍ଧ ପ୍ରତିଭାଙ୍କୁ ଏକତ୍ରିତ କରିଛି। ବହୁମୁଖୀ ବାବୁସାନ ମହାନ୍ତି, ଚିରହରିତ ଅପରାଜିତା ମହାନ୍ତି ଏବଂ ଉଜ୍ଜଳ ଅର୍ଚ୍ଚିତା ଅଭିନୀତ ବୋଉ ବୁଟ ଭୂତ ନାଟକ ଏବଂ ମନୋରଞ୍ଜନର ଏକ ଆକର୍ଷଣୀୟ ମିଶ୍ରଣର ପ୍ରତିଶ୍ରୁତି ଦେଉଥାଏ। ଏହି ଚଳଚ୍ଚିତ୍ରଟି ଜଗଦୀଶ ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ, କାହାଣୀ ଏବଂ ଚିତ୍ରନାଟ୍ୟ ମହମ୍ମଦ ଇମରାନଙ୍କ ଦ୍ୱାରା ରଚିତ। ସଂଳାପ ଲେଖିଛନ୍ତି ପ୍ରଣବ ପ୍ରସନ୍ନରଥ। ବାବୁସାନ ଫିଲ୍ମସ୍ ବ୍ୟାନରରେ ସମ୍ମାନିତ ତୃପ୍ତି ଶତପଥୀଙ୍କ ଦ୍ୱାରା ସମର୍ଥିତ ଏହି ପ୍ରଯୋଜନାରେ ସିଦ୍ଧାର୍ଥ ସଙ୍ଗୀତ ମଧ୍ୟ ସାମିଲ ଅଛି, ଯାହା ସିନେମାଟିକ୍ ଚମକ ଏବଂ ସଙ୍ଗୀତକ ଆକର୍ଷଣର ଏକ ସୁସଙ୍ଗତ ମିଶ୍ରଣ ସୁନିଶ୍ଚିତ କରୁଛି। ରୁଦ୍ରକାନ୍ତ ସିଂହ ଫଟୋଗ୍ରାଫି ନିର୍ଦ୍ଦେଶକ ଭାବରେ ଚମତ୍କାର ଦୃଶ୍ୟ ସୁନିଶ୍ଚିତ କରିଛନ୍ତି। ଗୌରବାନନ୍ଦ ସଙ୍ଗୀତ ନିର୍ଦ୍ଦେଶକ, ଅଭିଷେକ ପାଣିଗ୍ରାହୀଙ୍କ ପୃଷ୍ଠଭୂମି ସ୍କୋର ସହିତ ଏକ ଆତ୍ମାପୂର୍ଣ୍ଣ ଶ୍ରବଣ ଅନୁଭୂତିର ପ୍ରତିଶ୍ରୁତି ଦେଉଛି। ତୁଷାର ଜେନାଙ୍କ ଶବ୍ଦ ଡିଜାଇନରେ ବିଶେଷଜ୍ଞତା ଏବଂ ବିଶ୍ୱନାଥ ନାୟକଙ୍କ କଳାତ୍ମକ ନିର୍ଦ୍ଦେଶନା ଚଳଚ୍ଚିତ୍ରର ବୈଷୟିକ ଦିଗଗୁଡ଼ିକୁ ଗଭୀରତା ପ୍ରଦାନ କରେ। ସମୀର ପୃଷ୍ଟିଙ୍କ ମେକଅପ୍ କଳା, ଅରୁଣ ବେହେରାଙ୍କ ପୋଷାକ ଡିଜାଇନ ଏବଂ DM ଫ୍ୟାକ୍ଟରର ପ୍ରଚାରମୂଳକ କାର୍ଯ୍ୟ ଉତ୍ପାଦନ ମୂଲ୍ୟକୁ ଆହୁରି ବୃଦ୍ଧି କରିଛି। ଯଦିଓ କାହାଣୀ ବିଷୟରେ ବିବରଣୀ ଗୋପନ ରହିଛି, ତଥାପି ବୋଉ ବୁଟୁ ଭୂତ ଶୀର୍ଷକ ଭୟ ଏବଂ ରହସ୍ୟର ଉପାଦାନ ସହିତ ଏକ ଆକର୍ଷଣୀୟ କାହାଣୀକୁ ଇଙ୍ଗିତ କରେ, ଯାହା ଦର୍ଶକଙ୍କୁ ଆଗକୁ କ'ଣ ଅଛି ସେ ବିଷୟରେ ଜାଣିବାକୁ ଆଗ୍ରହୀ କରିଥାଏ। ମକର ସଂକ୍ରାନ୍ତିରେ ରିଲିଜ୍ ହୋଇଥିବା ଟିଜର ଫିଲ୍ମ ପାଇଁ ଏକ ଶୁଭ ଆରମ୍ଭକୁ ସୂଚିତ କରୁଛି। ଏହି ଶକ୍ତିଶାଳୀ ସହଯୋଗର ଯାଦୁ ଦେଖିବା ପାଇଁ ଆଗ୍ରହୀ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରୁଛି। ଟିଜରର ଦୃଶ୍ୟ ଏବଂ ସଙ୍ଗୀତ ଏକ ସିନେମାଟିକ୍ ଟ୍ରିଟ୍ ପ୍ରତି ଇଙ୍ଗିତ କରୁଛି, ଯାହା ଓଡ଼ିଆ ସଂସ୍କୃତି ଏବଂ କାହାଣୀ କହିବାକୁ ପାଳନ କରେ।